ଜୀବନର ଉଜୁଡ଼ା ସ୍ଥିତିରେ ସ୍ୱପ୍ନ ସଜଡ଼ା ପ୍ରୟାସୀ ପ୍ରତିମା ନାୟକ। ସମୟର ବିବର୍ତ୍ତନ ଅନୁସାରେ ମନୁଷ୍ୟର ଜୀବନ ବି ସେହିଭଳି ପରିବର୍ତ୍ତନଶୀଳ। ଜୀବନ ସବୁବେଳେ ଗୋଟିଏ ହୋଇ ଜମାରୁ ରହିନଥାଏ। ସମୟର ଭିନ୍ନ ଭିନ୍ନ ଅବସ୍ଥାରେ ଜୀବନ ବି ଭିନ୍ନ ଭିନ୍ନ ପରିସ୍ଥିତି ଦେଇ ଗତି କରୁଥାଏ। ତେଣୁକରି ଆଜି ଯେଉଁ ଜୀବନ ସୁଖରେ ଗତି କରୁଅଛି, ଆଗାମୀକାଲିକୁ ସେହି ଜୀବନ ଦୁଃଖରେ ଗତି କରିବ। ଜୀବନର ଏଭଳି ସ୍ୱରୂପକୁ ଦେଖି ଗଙ୍ଗାଧର ପ୍ରଣୟବଲ୍ଲରୀ କାବ୍ୟରେ କହିଛନ୍ତି, ସୁଖ ଦୁଃଖ ଚିର ନୁହଁଇ ଜଗତେ ସଭିଙ୍କର ଅଛି କ୍ଷୟ। ଆଜି ଯା ବଦନ ହରଷରେ ପୂର୍ଣ୍ଣ କାଲିକି ବିଷାଦମୟ। ଚକ୍ରବତ୍ ପରିବର୍ତ୍ତନ୍ତେ ଦୁଃଖାନି ସୁଖାନି ଚ। ସୁଖ ଦୁଃଖ ଚକ ଭଳି ଉପର ତଳ ରୀତିରେ ଗଡ଼ି ଚାଲୁଥାଏ। ଜୀବନ ଚକ୍ର ବା ଏକ ଘୂର୍ଣ୍ଣନ। ଘୂରି ଘୂରି ଜୀବନ ଆଗକୁ ଗତି କରି କରି ମୃତ୍ୟୁ ପାଖେ ଯାଇ ପହଞ୍ଚେ। ଜୀବନ ସେଇଠି ସରିଯାଏ, ସମାପ୍ତି ଲାଭ କରେ। ଜୀବନର ଏହିସବୁ ଅବସ୍ଥା ହେଲା ଶୈଶବ, ବାଲ୍ୟ, କୈଶୋର, ଯୌବନ, ପ୍ରୌଢ଼, ବାର୍ଦ୍ଧକ୍ୟ ଓ ମୃତ୍ୟୁ। ସମୟ ଜୀବନକୁ ସୁଖ ଦିଏ, ଦୁଃଖ ବି ଦିଏ। ଜୀବନ ପ୍ରାପ୍ତି ଓ ଅନୁଭବର ଛାୟାବାଜି ଖେଳ। ଯୌବନ ଜୀବନରେ ମାଦକତା ଭରେ, ସୌନ୍ଦର୍ଯ୍ୟ ଓ ସୌରଭରେ ଯୌବନ ପୁଷ୍ପ ମହକେ। ଯାହାର ସୁରଭିକୁ ଆଘ୍ରାଣ କରିବାକୁ ମନଭ୍ରମର ଚାହେଁ। ଯୌବନର ସୌରଭ ସବୁଦିନିଆ ନୁହେଁ। ଜୀବନ ସଂଗ୍ରାମରେ ଆସି ଅଚିରେ ମଉଳେ। ପୂର୍ବର ସୁନ୍ଦରତା ଆଉ ରହେନା। ଜୀବନ ଏକ ସଂଗ୍ରାମ ଭଳି ଏହା ପୁଣି ଏକ ଦାୟିତ୍ୱ ନିର୍ବାହ। ଦାୟିତ୍ୱ ବହନ ଏକ ଧାପ ବା ଚାପ। ଏହି ଚାପ ସୁକୁମାର ଜୀବନକୁ କଠୋର କରିଦିଏ। ଫଳରେ ଜୀବନର ଚାରୁତା ସରସତା ଉଜୁଡ଼ିଯାଏ। ଜୀବନ ଝଡ଼ର ପ୍ରବାହ। ଦୁଃଖ ଭୋଗର ଝଡ଼ର ପ୍ରବାହରେ ଜୀବନ ଉଜୁଡ଼ିଗଲେ ବି ପରବର୍ତ୍ତୀ ବଞ୍ଚି ରହିବା ସକାଶେ ଏହାକୁ ସୁଖଭୋଗ ପାଇଁ ସଜାଡ଼ିବାକୁ ପଡ଼ିବ। ଜୀବନରେ ସ୍ୱପ୍ନ ଦେଖିବାର ଅନ୍ୟ ନାମ ଆଶା ବା କାମନା। ଆଉ ସେହି ଆଶା ବା କାମନାକୁ ଉଦ୍ୟମ ଦ୍ୱାରା ଚରିତାର୍ଥ କରାଯାଏ। ଜୀବନର ଏହା ମହତ୍ ଧାରଣ ବା ଧରି ରଖିବା। ଧାରଣ ଉପାର୍ଜନ ମାଧ୍ୟମରେ ସ୍ଥିର ରହେ, ନହେଲେ ଜୀବନକୁ ଅସ୍ଥିର କରିଦିଏ, ଦୋହଲାଇ ଦିଏ। ଧନୀ ଗରିବ ହୋଇ ଦୁଇ ଶ୍ରେଣୀୟ ଲୋକ ଜୀବନରେ ଦେଖାଯାଆନ୍ତି। ଧନୀ ସୁଖୀ ଥିବା ବେଳେ ଗରିବ ଆର୍ଥିକ ଦୁରାବସ୍ଥା ପାଇଁ ଦୁଃଖୀ ଥାଏ। ତଥାପି ପରିଶ୍ରମ ଓ ଚେଷ୍ଟା ମାଧ୍ୟମରେ ଆର୍ଥିକ ଦୁରାବସ୍ଥାରେ ସୁଧାର ତଥା ଉନ୍ନତିର ପ୍ରଯତ୍ନ ଆସେ ଏବଂ ଏହାକୁ ବ୍ୟକ୍ତି ନିଜ ନିଜ ଜୀବନ ଅତିବାହିତରେ କରେ। ସମାଜ ସାମୂହିକ ଜୀବନର ଧାରକ ଥିବାବେଳେ ବ୍ୟକ୍ତି ଐକିକ ଜୀବନର ପରିବାହକ ଥାଏ। ପ୍ରତିମା ନାୟକ ଜଣେ ବ୍ୟକ୍ତିବାଚକ ନାମ ଏବଂ କବିତାରେ କବିର ଭାବ ପ୍ରକାଶକ, ଶଙ୍କୁ ବା ସଂକେତ ହୋଇଛି। ପ୍ରତୀକାତ୍ମକ ଅଭିବ୍ୟକ୍ତି ଲାଭ କରିଛି। ପ୍ରତିମା ନାୟକ ନାରୀ ଜୀବନର ବ୍ୟକ୍ତିବାଚକ ପ୍ରକାଶ ଭଙ୍ଗୀରେ ମନୁଷ୍ୟର ଅତୀତ ଏବଂ ବର୍ତ୍ତମାନ ଜୀବନର ସ୍ମୃତି ତଥା ସଂଗ୍ରାମର ଗାଥା ବା କାହାଣୀ ରହିଛି। ସଂଗ୍ରାମ ଜୀବନରେ ବଞ୍ଚିବାର ସ୍ଥିତି ଆଣେ। ଷ୍ଟ୍ରଗଲ୍ ଫର୍ ଏକ୍ଜିଷ୍ଟେନ୍ସ ବୋଲି ଦାର୍ଶନିକ କ୍ୟାମୁ କହିଛନ୍ତି। ସଂଗ୍ରାମ ନ କଲେ ଏହା ଜୀବନରେ ନଥିଲେ ସ୍ଥିତି ବି ନଥାଏ ବା ରହେନା। ଅଇଁଠା ଖଲିପତ୍ର ପାଇଁ କୁକୁରର ଲଢ଼େଇ ଯାହା, ବଞ୍ଚି ରହିବା ସକାଶେ ମଣିଷର ସଂଗ୍ରାମ ସଂଘର୍ଷ ବି ସେୟା। ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ ହେଲା ସାମର୍ଥ୍ୟର ଦକ୍ଷତା ଥିବାର। ସାମର୍ଥ୍ୟ ସଂଗ୍ରାମକୁ ସ୍ଥିର କରି ସମାପ୍ତି ଦିଏ, ପୁଣି ନୂତନ ସଂଗ୍ରାମର ସଞ୍ଚୟ ସକାଶେ। ଏହିଭଳି ଜୀବନିକ ମନୋଭାବକୁ ନେଇ ପଦ୍ମଶ୍ରୀ ଡକ୍ଟର ସଚ୍ଚିଦାନନ୍ଦ ରାଉତରାୟଙ୍କର ପାଣ୍ଡୁଲିପି କବିତା ପୁସ୍ତକରେ ଥିବା ବ୍ୟକ୍ତିବାଚକ ପ୍ରତୀକିତ ପ୍ରୟୋଗର ସୁନ୍ଦର ରମଣୀୟ କବିତା ହେଲା ପ୍ରତିମା ନାୟକ। ପ୍ରତିମା ବା ମୂର୍ତ୍ତି ସଂଗ୍ରାମୀ ଜୀବନ ମଣିଷର ଏକ ଆଦର୍ଶ ବା ମଡେଲ ବା ଆର୍କିଟାଇପ୍। କବିତାଟି ପାଠକକୁ ଜୀବନର କେତୋଟି ଦର୍ଶନ ଦେଇଅଛି। ପ୍ରଥମତଃ ଯୌବନେ ମର୍କଟି ରମ୍ଭା। ଯୌବନରେ ନିହାତି ଅସୁନ୍ଦର ମାଙ୍କଡ଼ ମଣିଷଟିଏ ବି ସ୍ୱର୍ଗର ଅପ୍ସରା ରମ୍ଭା ଭଳି ବି ସୁନ୍ଦରୀ
ରୂପେ ଜଣାଯାଇଥାଏ, ପ୍ରତିଭାତ ହୋଇଥାଏ। ତେବେ ପ୍ରତିମା ମର୍କଟି ବା ନିହାତି ଅସୁନ୍ଦରୀ ବା କୁତ୍ସିତ ଜମା ନୁହେଁ। ସେ ସତରେ ସୁନ୍ଦରୀ ଥାଇ କଲେଜର ଯୁବକଙ୍କ ଦୃଷ୍ଟିରେ ସୌନ୍ଦର୍ଯ୍ୟର ରାଣୀ, କଲେଜ କୁଇନ୍ ଥିଲା। ଯୁବକ ପ୍ରାଣ ପ୍ରତିମାକୁ ଦେଖି ଶାନ୍ତି ପାଉଥିଲେ, ସମ୍ପର୍କ ଯୋଡ଼ୁଥିଲେ। ଯେମିତି କବିତାର ଅଙ୍ଗୀଭୂତ ଚରିତ୍ରଟି କବି ନିଜେ ବି 2 ବର୍ଷ ଧରି ପ୍ରତିମା ସହିତ ମିଶି ଏକାଠି ପ୍ରତିମାର ସହପାଠୀ ଥିଲେ, ପ୍ରତିମା ସହିତ ପାଠ ପଢ଼ୁଥିଲେ। ସେହି ପାଠଟି ଥିଲା ସ୍ନାତକ ଶ୍ରେଣୀ ବା BA କ୍ଲାସ୍। ସେହି କଲେଜ କୁଇନ୍‌ର ମହକ କବି ମହାଶୟ ପାଇଥିଲେ ସମ୍ପର୍କରେ, କିନ୍ତୁ ସାନ୍ନିଧ୍ୟରେ ନୁହେଁ। ସାକ୍ଷାତ ଥିଲା ଏକାନ୍ତ ବାହାରର, ଆଦୌ ଭିତରର ନୁହେଁ। ଅର୍ଥାତ୍ ଦୁହିଁଙ୍କଠାରେ ପରକୀୟା ପ୍ରୀତି ନଥିଲା, ଥିଲା ମାତ୍ର ଆଳାପ ଆଲୋଚନାରେ ସୀମିତ। ତା'ପରେ ଜୀବନ ଦୁହିଁଙ୍କର ମୋଡ଼ ବଦଳାଇ ଅଛି। ଯିଏ ଯାହାର ବିପରୀତ ମାର୍ଗରେ ଚାଲିଯାଇଛନ୍ତି। ଜୀବନର ଏହା ଥିଲା ଅତୀତ ବା ଗତାୟୁର ଧାରା। ବହୁ ବର୍ଷ ପରେ ଏକ ଅନୁଭୂତି ବା ହଠାତ୍ ସାକ୍ଷାତ କବି ଓ ପ୍ରତିମାଙ୍କ ମଧ୍ୟରେ ହୋଇଛି। ସେତେବେଳେ ଜୀବନ ନାଟକ ପଟ୍ଟ ପରିବର୍ତ୍ତନ କରିଛି। ଆଉ ସେଇଠୁ କବିତା ରଚନାର ଲେଖା ଆରମ୍ଭ ହୋଇ କାବ୍ୟିକ ଭାଷାରେ ମନୁଷ୍ୟ ଜୀବନର ବ୍ୟାଖ୍ୟାର ନାମ ସାହିତ୍ୟରେ ସେଇ ମଣିଷ ଜୀବର କାହାଣୀ ବର୍ତ୍ତମାନରେ ଥାଇ ଅତୀତ ସଞ୍ଚାରୀ ରୀତିରେ ପାଠକବର୍ଗଙ୍କୁ ଶୁଣାଇଅଛି। ପ୍ରତିମା ତ ନିଜେ ଶୁଣାଇ ନାହିଁ, କବିତା ନିଜେ ତା'ର କଥା, ତା'ର ଜୀବନ ଗାଥା ପାଠକଙ୍କୁ ଶୁଣାଇଅଛନ୍ତି। କବିତାଟି ଲୋକପ୍ରିୟ ତଥା ବହୁଳ ପାଠ୍ୟାନ୍ତର୍ଗତ ହୋଇଅଛି। ଏବେ ବି ଯୁକ୍ତ 3 ସ୍ତରରେ କବିତାଟି ନୂଆ କୋର୍ସରେ ଅନ୍ତର୍ଭୁକ୍ତ ହୋଇଅଛି। କବିତାଟି ଆକୃତିରେ ଛୋଟ। ନାରୀ ଜୀବନର ଭାବ୍ୟ ଚିତ୍ରକୁ ଧରି କବିତାର ବିଷୟବସ୍ତୁ ପରିକଳ୍ପିତ। ସାହିତ୍ୟ ବର୍ଣ୍ଣନା ମାଧ୍ୟମିକ କଳା। ଜୀବନର ବର୍ଣ୍ଣନା, ପରିବେଶର ବର୍ଣ୍ଣନା ଦ୍ୱାରା ସାହିତ୍ୟ ଲେଖାର ଆକାର ରୂପ ଧରେ। କବି ଚାରିତ୍ରିକ ବୈଶିଷ୍ଟ୍ୟ ଦେଖାଇବା ପୂର୍ବରୁ ପରିବେଶର ବିବରଣୀ ଦେଇ କବିତାର ଆରମ୍ଭରେ କହିଛନ୍ତି, ଆକାଶରେ ଫିକା ଜହ୍ନ ସାବୁନର ଫେଣ ପରି ସଫା। ଆଲୁଅ ଓ ଅନ୍ଧାରର ମଧ୍ୟେ ସେ ଯେ କରିଅଛି ରଫା। ବହୁ ଦୂରେ ଯନ୍ତ୍ରଶାଳେ ଚିମିନିଟା କାଶେ ନିଜ ଛାଏଁ। ଧାନସିଡ଼ି ନଦୀ ଟପି ଆଠଟାର ଡାକଗାଡ଼ି ଧାଏଁ। ପଢ଼ିଅଛି କବିତାରେ ଏତେବେଳେ କାନ୍ଦେ ଚକ୍ରବାକ। ହଠାତ୍ ଯେ ଦେଖା ହେଲା ବହୁ ଦିନେ ପ୍ରତିମା ନାୟକ। ମେଘମ୍ଳାନ ରାତ୍ରି ବେଳ। ଆକାଶରେ ସେଥିପାଇଁ ଫିକା ଜହ୍ନ ଆଲୁଅ। ଧଳା ସାବୁନ ଫେଣ ଭଳି। ଚନ୍ଦ୍ର ଧଳା, ତା'ର କିରଣ ବି ଧଳା। ଜହ୍ନ ରାତିର ଅନ୍ଧାରକୁ ଆଲୋକ ଦେଇ ଧଳା କରିଥିବାରୁ ଦୁହିଁଙ୍କ ଭିତରେ ସମାଧାନର ସୂତ୍ର କାଢ଼ିଛି। ଦୁହେଁ ହେଲେ ଆଲୁଅ ଏବଂ ଅନ୍ଧାର। କାରଖାନା ବନ୍ଦ ହେଲାଣି, ତଥାପି ଚିମିନିରୁ ସେଁ ସେଁ ଶବ୍ଦ ଆସୁଛି। କାରଣ ତାହା ଗରମ ଅଛି, ଥଣ୍ଡା ହୋଇନାହିଁ, ସେଥିପାଇଁ ଶବ୍ଦ କରୁଛି। ଧାନ ବିଲମାନଙ୍କ ଉପରେ ରେଳପୋଲ ଅଛି। ରେଳପୋଲ ଉପରେ ରାତି 8ଟାର ମେଲ୍ ଟ୍ରେନ୍ ବା ଡାକଗାଡ଼ି ଦ୍ରୁତ ବେଗରେ ଯାଉଛି, ଯାହାକି ଜୀବନ ଗତିଶୀଳତାର ଚିତ୍ରକଳ୍ପିତ ପ୍ରତୀକ ବା ସଙ୍କେତ। ଡାକ ବା ଚିଠିରେ ସମ୍ବାଦ ଥାଏ। କବିତାର ଚିଠି ହେଉଛି ପ୍ରତିମାର ଜୀବନର ବ୍ୟାଖ୍ୟା, ତା'ର ହୀନିମାନୀ ଜୀବନର ଦୁଃସ୍ଥ ସମ୍ବାଦ। ସେଥିପାଇଁ କବି ଡାକଗାଡ଼ି କଥା ଉଲ୍ଲେଖ କରିଛନ୍ତି, ନହେଲେ ଆଉ କୋଉ ଗାଡ଼ିର ଯିବା କଥା କହିଥାନ୍ତେ। ଡାକଗାଡ଼ି ଯିବା କଥା କହି ନଥାନ୍ତେ। ରାତିରେ ଚକ୍ରବାକ ପକ୍ଷୀ ବା ଟେଣ୍ଟଇ ଚଢ଼େଇ ଟେଁ ଟେଁ ଶବ୍ଦ କରି ଉଡ଼ୁଛି। କବି ରାସ୍ତାରେ ଚାଲିଯାଉଥିବା ବେଳେ, ବୁଲୁଥିବା ସମୟରେ ପ୍ରତିମା ନାୟକଙ୍କ ସହିତ ତାଙ୍କର ଆକସ୍ମିକ ସାକ୍ଷାତ ହୋଇଛି। ନାରୀର ରୂପ ବର୍ଣ୍ଣନା କରିବାରେ କବିମାନେ ଶତମୁଖ ହୋଇଥାନ୍ତି। କବିତାରେ ବି ପ୍ରତିମାର ଶାରୀରିକ ରୂପ ବର୍ଣ୍ଣନା ଦେଇ କବି କହିଛନ୍ତି, ମୁଖ ତା'ର ବ୍ରଣଦୁଷ୍ଟ, ହାତରେ ତା ଚମଡ଼ାର ବ୍ୟାଗ, ଶୀର୍ଣ୍ଣ ସାଧା ଗାଲେ ଫୁଟେ ବ୍ୟର୍ଥତାର ଅକପଟ ଦାଗ। ତନୁ ତା'ର ରୋଗଜୀର୍ଣ୍ଣ, ବ୍ରଣେ ତା'ର ମ୍ଳାନ ମୁହଁଯାକ, ଶ୍ଳଥ ଋଜୁ ଦେହ ଶିଖା ଢାଙ୍କିଅଛି ଖାକିର ପୋଷାକ। ପ୍ରତିମା ନାୟକ ଏବେ କବିଙ୍କର ଆଖିକୁ ଜମାରୁ ଭଲ ଦେଖାଯାଉ ନଥିଲା। ବହୁତ ଦିନ ହେଲା କବି ପ୍ରତିମାକୁ ଦେଖି ନଥିଲେ। ଏହା ଭିତରେ ପ୍ରତିମା ଜୀବନରେ ଅନେକ ପରିବର୍ତ୍ତନ ଆସିଯାଇଥିଲା। ମୁହଁରେ ତା'ର ବ୍ରଣ ଭର୍ତ୍ତି, ଗାଲ ଫୁଲୁକା ନାହିଁ, ହାଡ଼ୁଆ ପତଳା ହୋଇଯାଇଛି। ଗାଲରେ ସ୍ନୋ ପାଉଡରର ପ୍ରଲେପ ନାହିଁ, ସାଧା ଧୁଡ଼ୁସ ଗାଲ। ସେଥିରେ ଜୀବନର ବିଫଳତାର ଚିହ୍ନ ଅଙ୍କିତ ହୋଇଛି। ଦେହ ରୋଗଗ୍ରସ୍ତ, ଜୀର୍ଣ୍ଣ ଶୀର୍ଣ୍ଣ, ମଳିନ ମୁଖମଣ୍ଡଳ। ଦେହ ମୋଟା ହୋଇ ଆଉ ରହିନି। ଦେହର
ଚମଡ଼ା ତ ମାଟିଆ ସାଧାରଣତଃ ଥାଏ, ତଥାପି ପ୍ରତିମା ମାଟିଆ ରଙ୍ଗର ପରିଧାନ ପିନ୍ଧିଥିଲା, ଅର୍ଥାତ୍ ପ୍ରତିମାର ଜୀବନ ଧୂସୁରିଆ ଧୂଳିଆ ହୋଇଯାଇଛି। ଘରେ ବସିକି ସ୍ୱାମୀ ଅର୍ଜିତ ଧନରେ ଆରାମ କରିବା ବଦଳରେ ଏକାକିନୀ ରାସ୍ତାରେ ଯାତ୍ରୀଟିଏ ହୋଇ ଚାକିରିଜୀବିନୀ ହୋଇଯାଇଛି। ସ୍ୱାମୀର ସ୍ତ୍ରୀ ହୋଇ ପାରି ନ ଥିବାରୁ ବାଧ୍ୟତଃ ଚାକିରି କରୁଛି, ନହେଲେ ପିତୃ ପରିବାରର ଦାୟିତ୍ୱ ନେଇ ପାରି ନ ଥାନ୍ତା। ପିତୃ ସଂଗଠିତ ପରିବାର ଚଳିବାରେ ଅସମ୍ଭବ ହୋଇଯାଇଥାନ୍ତା। ପ୍ରତିମାର ବାପା ମୃତ, କିଏ ସେମାନଙ୍କ ପରିବାରକୁ ଚଳାଇଥାନ୍ତା? କବିଙ୍କ ଭାଷାରେ ଜାପାନୀ କାଗଜ ଫୁଲ ପରି ଦେହେ ବୟସର ଧୂଳି। ପଚାରିଲି, ଭଲ ଅଛ? କଣ୍ଠେ ମୋର ବିଷର୍ଣ୍ଣ ଗୋଧୂଳି। ହସିଲା ପ୍ରତିମା। ଆକାଶର ନୀଳରେଖା ଗେରୁଆ ମାଟିର ଲାଲ ସୀମା ଛୁଏଁ ଯେଉଁଠାରେ, ସେଇଠାରେ ସ୍ୱପ୍ନ ଆଉ ବାସ୍ତବର ମୁହାଣ ସେ ପାରେ। ଦୁହେଁ ଆମେ ହୋଇଥିଲୁ ଠିଆ, ଆମ ପଛେ ଶୋଇଥିଲା ଦୀର୍ଘ 2 ବର୍ଷର ଦୁନିଆ। ଦୀର୍ଘ 2 ବର୍ଷର ଜଗତ, ଧୂସର, ଧୂମଳ, ଧ୍ୱଂସ, ଭୟଙ୍କର, ପୁଣି ଯୁଦ୍ଧରତ। ବହୁ ଦୂରେ ଲାସ୍କଟା ଘରେ ଏକ ହାରିକେନ ଲଣ୍ଠନବତୀ ଜଳୁଥିଲା ଦୁକୁଦୁକୁ, ଭୟାନକ ଭୟାନକ ଅତି। ମଣିଷ ଘର ସଜା ପ୍ରିୟ କୃତ୍ରିମ ପ୍ଲାଷ୍ଟିକ କାଗଜ ଫୁଲ ଗୁଚ୍ଛରେ ଡ୍ରଇଂ ରୁମ୍ ସଜା ଯାଇଥାଏ, ସେଥିରେ ଯେମିତି ଧୂଳି ଜମିଯାଏ, ଠିକ୍ ସେହିପରି ପ୍ରତିମା ଦେହରେ ବୟସ୍କର ହୋଇଥିବାର ଧୂଳି ଜମିଯାଇଅଛି। ଅର୍ଥାତ୍ ପ୍ରତିମା ଆଉ କଲେଜ କୁଇନ୍ ଥିବା ଯୁବତୀ ନଥାଇ ମଧ୍ୟ ବୟସର ମହିଳା ହୋଇଯାଇଅଛି। ପ୍ରତିମାକୁ ଦୁଃଖିନୀ ହୀନିମାନୀ ଥିବାର ଦେଖିବା ସତ୍ତ୍ୱେ ତାର ଦେହ ଓ ଚେହେରାରୁ ତଥାପି କବି ପଚାରିଛନ୍ତି ସେ କେମିତି ଅଛି ବୋଲି। ପଚାରିକି ଡରିଯାଇଛନ୍ତି କବି। କାଳେ ପ୍ରତିମା କହିଦେବ କି, ଦେଖୁଛ ମୋର ରୂପଭେକ, ସେଥିରୁ ମୋତେ ଜାଣିପାରୁନ ଯେ ଫେର ପଚାରୁଛ ଭଲ ଅଛ? ତୁମେ ବୋକାଟା ନା ଆଉ କ'ଣ? ସେଥିପାଇଁ କବି କହିଛନ୍ତି, କଣ୍ଠେ ମୋର ବିଷର୍ଣ୍ଣ ଗୋଧୂଳି। ମାନେ ପଚାରିକି ଡରିଯାଇଛନ୍ତି, ଧକ୍କା ପାଇଛନ୍ତି ମନେ ମନେ। ଗୋଧୂଳି ଯେମିତି ଦିନକୁ ରାତିକୁ ମ୍ଳାନ ମଳିନ କରିଦେଇଥାଏ, ସେମିତି କବିଙ୍କ ମନ ଦବି ଯାଇଥିଲା ପ୍ରଶ୍ନ ପଚାରିକି। ପ୍ରଶ୍ନ ପଚରାରେ ପ୍ରତିମା ହସିଛି ବୋଧେ ଭେଟ ସମ୍ଭାଷଣର। ଅନେକ ବର୍ଷ ପରେ ମିଳନ ସାକ୍ଷାତର ସେ ହସ। ବନ୍ଧୁଙ୍କୁ ହସିକି ସ୍ୱାଗତ ସମ୍ଭାଷଣ କରାଯାଇଥାଏ, ସେ ଲାଗି ପ୍ରତିମା ହସିଛି। ଆଉ କ'ଣ ରାଗିକି ଅଭିନନ୍ଦନ କରିବ, ଯାହାକି ଉଚିତ ସୌଜନ୍ୟ ନୁହେଁ। କବି ଏବଂ ମିତଣୀ ପ୍ରତିମା ଜହ୍ନ ରାତିରେ ପଡ଼ିଆକୁ ଯାଇ ଆଳାପ ଆଲୋଚନା କରିଛନ୍ତି। ଅନେକ ବର୍ଷ ପରର ସାକ୍ଷାତ, ସେଥିପାଇଁ ଯଥାଶୀଘ୍ର ବିଦାୟ ନେଇଯିବେ କେମିତି? ପୁନର୍ବାର ସାକ୍ଷାତ ହେବ କି ହେବ ନାହିଁ ସେ କଥା କିଏ ଜାଣେ? ସାକ୍ଷାତ ବହୁ ବର୍ଷ ପରେ ହୋଇଛି, ଯେତେବେଳେ ଜମି କରି ବା ବହୁତ ବେଳର ହେଉ, ସେଥିରେ କ୍ଷତି କ'ଣ ଅଛି? ପଡ଼ିଆରୁ ଦିଗ୍ବଳୟ ଦିଶୁଥିଲା। ଆକାଶ ପୃଥିବୀର ମିଳନସ୍ଥଳ, ଠିକ୍ କବି ଓ ପ୍ରତିମାର ସାକ୍ଷାତ ମେଳ ଭଳି। ଜୀବନ ନଈର, ସମୟ ନଦୀର କୂଳ ବା ମୁହାଣ। ସ୍ୱପ୍ନ ଥିଲା ସୁନ୍ଦର, ହେଲେ ବର୍ତ୍ତମାନର ପ୍ରକୃତତା ନିହାତି ନିଷ୍ଠୁର, ବିଷାଦକର। କବି ଆଉ ପ୍ରତିମା ଠିଆ ହୋଇ ଗପୁଥିଲେ। କବି ଓ ପ୍ରତିମା ଦୁହେଁ 2 ବର୍ଷର ବନ୍ଧୁ ବାନ୍ଧବୀ ରହିଥିଲେ। 2 ବର୍ଷର BA ପାଠ ପଢ଼ିବା ସମୟରେ ସେମାନଙ୍କର ବନ୍ଧୁତା ଗଢ଼ି ଉଠିଥିଲା। 2 ବର୍ଷର ହଜିଲା ଅଭୁଲା ସ୍ମୃତି ବିସ୍ମୃତ ବା ଭୁଲି ହୋଇ ମନ ଭିତରେ ସୁପ୍ତ ଅବସ୍ଥାରେ ରହିଥିଲା। ସେଇ 2 ବର୍ଷର ଅଧ୍ୟୟନରେ ସେମାନେ ବନ୍ଧୁତାର ସଂସାରଟିଏ ସୃଜିଥିଲେ, ଗଢ଼ି ଦେଇଥିଲେ, ଯାହାକି ଦ୍ୱିତୀୟ ବିଶ୍ୱଯୁଦ୍ଧର ସମୟ ଥିଲା। କାରଣ ଲାସ୍କଟା ଶବ ବ୍ୟବଚ୍ଛେଦ ଗୃହରେ ପଲ ପଲ ଶବ ପୋଷ୍ଟମର୍ଟମ ହେବାକୁ ଆସୁଥିଲେ। ରାତିର ଲଣ୍ଠନ ଆଲୁଅରେ ବି ଶବ ବ୍ୟବଚ୍ଛେଦ ହେଉଥିଲା। ଯୁଦ୍ଧର ବିଭୀଷିକା ପୃଥିବୀକୁ ବାରୁଦ ଗନ୍ଧରେ ପାଉଁଶିଆ ଧୂଳି ଉଠାର କରିଦେଇଥିଲା। ଜୋରସୋରରେ ଯୁଦ୍ଧ ଚାଲୁ ରହିଥିଲା। ମଣିଷ ଭୟଭୀତ ହୋଇ ରହୁଥିଲେ। ଯୁଦ୍ଧରେ ବିରାମ ବିରତି ନଥିଲା। ସେହି ସମୟର ଏଇ କବିତା ରଚନା କବିଙ୍କର ଥିଲା। ସନ୍ଧିକ୍ଷଣର ଠିକ୍ ସେହି ସମୟରେ ପ୍ରତିମାର ନିରିମାଖି ନାରୀଜୀବନ ବିଡ଼ମ୍ବିତ ହୋଇ ଉଠିଥିଲା। ବାହାଘର ଭାଙ୍ଗିଗଲା। ଦର୍ଶନ ବା ଫିଲୋସଫିରେ MA ପାଠପଢ଼ା ଅଧା ହୋଇ ରହିଗଲା। ପୂରା
ପଢ଼ି ପାରିଲା ନାହିଁ। ପ୍ରେମ କରିବା ବି ଅଧୁରା ହେଲା। ବାପା ମରିଗଲେ। ଘର ଋଣ ଭାରରେ ଭାରୀ ହେଲା। ପରିବାର ଧାର କରଜରେ ଛନ୍ଦି ହୋଇ ପଡ଼ିଲେ। ବାପା ଦାଦାଙ୍କ 51ବର୍ତ୍ତୀ ପରିବାର ଭିନ୍ନ ହୋଇଗଲା। ସେଥିରେ ପାଚେରୀ ପଡ଼ିଲା। ମସିହା ଥିଲା 1943। ଏହି ବର୍ଷ ପ୍ରତିମା ଜୀବନରେ ଆଉ ଯାହା କିଛି ସୁଖ ସମ୍ଭୋଗ ଥିଲା ସେଥିରେ ବି ପୂର୍ଣ୍ଣଚ୍ଛେଦ ପଡ଼ିଲା। ସେ ପରିବାର ପ୍ରତିପୋଷଣ ପାଇଁ ଚାକିରି କରିବାକୁ ବାଧ୍ୟ ହେଲା ଏବଂ ଯୋଗାଣ ବିଭାଗରେ ବୃତ୍ତିଟିଏ ପାଇଗଲା। ଦରମା ଭଲ, ଖରାପ କିଛି ନୁହେଁ। ପ୍ରତିମାର ଅତୀତ ଜୀବନର ଏଇ ହେଉଛି ଗାଥା ବା କାହାଣୀ, ବିବୃତି, ଯାହାକି ତାର ବ୍ୟକ୍ତି ଜୀବନର ଇତିହାସ। କବିଙ୍କ ଭାଷାରେ ଭାଜିଗଲା ବାହାଘର ଦର୍ଶନରେ ପଢ଼ୁଥିଲା ଏମ୍.ଏ. କେଜାଣି ବା ପଢ଼ିଥିବ ଜୀବନରେ ଥରେ ଅଧେ ପ୍ରେମେ। ତାହାପରେ ପିତୃହାନି, ଋଣଭାର, ପୁଣି ଗୃହଭେଦ। ଦର୍ଶନର ଗ୍ରନ୍ଥେ ତାର ପକାଇଲା ଚିର ପୂର୍ଣ୍ଣଚ୍ଛେଦ। 1943 ପୁଣି ଚାଟିନେଲା ଯାହା କିଛି ଥିଲା ବାକି ସବୁ ଦେଖି ଶୁଣି। ସପ୍ଲାଇରେ ନେଇଛି ଆଶ୍ରୟ। ଦରମାଟା ମନ୍ଦ ନୁହେଁ, ଏଇ ତାର ଦୀର୍ଘ ପରିଚୟ, ଏଇ ଇତିହାସ। ପ୍ରତିମା ନାୟକ ହସେ। ଓଠେ ତାର ସ୍ୱପ୍ନର ଆଭାସ। ମୁହଁରେ ଖାକିର ହସ। ଆଖିରେ ତା ରାତିର ଇସାରା। ଦୁଇ ପାଖେ ଦ୍ରୁତ ବନ, ଗତିବାନ ନକ୍ଷତ୍ରର ଧାରା। ଆହା, ହସୁ ହସୁ ପ୍ରତିମା ନାୟକ। ଅଞ୍ଚଳ ତାର ନାହିଁ ଦେହେ, ଦେଖିଅଛି ଖାକିର ପୋଷାକ। ଦୁଃଖକୁ ଚାପି ରଖି ଉପରକୁ ପ୍ରତିମା ନାୟକ ଦୁଃଖ ବିଳାପର ହସ ହସିଛି। ଓଠରେ ତାର କାମନା, ଆଶାର ସ୍ୱପ୍ନ ଏବେ ବି ଦେଖାଯାଉଛି। ଅର୍ଥାତ୍ ସେ ବାହା ହେବ, ସଂସାର କରିବ, ସ୍ତ୍ରୀ ହେବ, ପିଲାର ମା ବନିବ, ପଇସାରେ ଘର ସମ୍ଭାଳିବ। ବୟସ୍କା ହେଲେ ବି କ'ଣ ବାହା ହେଉ ନାହାନ୍ତି କି? ଜୀବନ ଆଶାବାଦୀ। ତେଣୁ ପ୍ରତିମା ନିରାଶ ହେବ କାହିଁକି? ସେ ବି ଆଶା ଧରିଛି, ହରାଇ ନାହିଁ। ଦୁନିଆ ଯୁଦ୍ଧରେ ଜୀବନ ଯୁଦ୍ଧ ଲାଗିଛି। ସେଥିପାଇଁ ଖାକିର ମାଟିଆ ହସ। ସୈନିକର ପୋଷାକ ଖାକି ବା ମାଟିଆ। ପ୍ରତିମା ଜୀବନ ଯୁଝିବାର ସୈନିକ। ତେଣୁ ସେ ବି ମାଟିଆ ପୋଷାକ ପିନ୍ଧିଛି। ଆଖିରେ ଅନାଗତ ଅନିଶ୍ଚିତ ଅଜଣା ଅନ୍ଧକାର ରାତିର କାଳିମା। କ'ଣ ହେବ ନ ହେବ କହି ହେବ ନାହିଁ। ଜୀବନ ରାସ୍ତାର ଦୁଇ ପାଖରେ ଘଞ୍ଚ ଜଙ୍ଗଲ। ମନରେ ଭୟ ଆଣେ କି? ଅଧିକ ହତାଶା? ଦୁଃଖୀ ହେବ କି ସତେ? ନା ହେବ ନାହିଁ? ଜୀବନର ଏଇ ସନ୍ଦେହର ଜଙ୍ଗଲକୁ ପ୍ରତିମା ପାରିହେବ। ତାର ଭାଗ୍ୟ, ଭବିତବ୍ୟର କପାଳର ତାରା ବା ଫେଟ୍ ଷ୍ଟାର ତାକୁ ଜୀବନ ପଥ କଢ଼ାଇ ନେବ। ଆଶା ପୂରଣର ଚେଷ୍ଟା ଜାରି ରଖିବ। ସେ ସାହସିନୀ, ଧୈର୍ଯ୍ୟବାନ ନାରୀ। ଫେଲ୍ୟୁଅର ଇଜ୍ ଦ ପିଲାର ଅଫ୍ ସକ୍ସେସର ଦୁଇ ଖୁଣ୍ଟ। ମଜବୁତ ଫେଲ୍ୟୁଅର ଅଫ୍ ଦ ପିଲାର ଅଫ୍ ସକ୍ସେସର ଦୃଢ଼ ଖୁଣ୍ଟ। ମଜବୁତ ଜୀବନ ବେଙ୍ଗଳାର ମେଢ଼ି କାଠ। ମଲା ପର୍ଯ୍ୟନ୍ତ ମନରେ ଆଶା ବାନ୍ଧି ଜୀବନ ଯୁଦ୍ଧର ସାମ୍ନା କରୁଥିବ। ଯୁଦ୍ଧ ସରିବ, ଶାନ୍ତି ଫେରିବ, ସୁଖ ମିଳିବ। ସୁତରାଂ ଖାକିର ଶୁଖିଲା ହସ ହସିଛି ନିର୍ଲଜ ଭାବରେ। ଦେହରେ ସଂଯମ ବୋଲ ମାନୁନି ବୋଲି ଲୁଗାପଟା ଅସଞ୍ଜତ ଦିଶୁଛି। ବୋହୂ ହୋଇ ଥିଲେ, ପୁରନ୍ଧ୍ରୀ ଥିଲେ ଲଜ୍ଜାକୁ ନାରୀର ଭୂଷଣ କରିଥାନ୍ତା। ପ୍ରତିମା ତ ଚାକିରିଜୀବୀ, ପ୍ରଗତିଶୀଳା ଓ ଆଧୁନିକା। ଯେହେତୁ ଗ୍ରାଜୁଏଟ, ସହରର ବାତାବରଣରେ ଆତଯାତ। ତେଣୁ ପଲ୍ଲୀ ନାରୀ ଭଳି ଲଜ୍ଜାବନତ ହେବ କାହିଁକି? ପୁଣି ଦେହରେ ଅଞ୍ଚଳ ବା କାନି ନ ରହିବାର ଏଇଆ ଲକ୍ଷଣ ହୋଇପାରେ କି? ସେ ପୁରୁଷ ମିଳନ ଚାହୁଁଥାଇପାରେ ଅଥବା ଗପ ବ୍ୟସ୍ତତାରେ ଥାଇ ଦେହ ଘୋଡ଼ାଇବାକୁ ଭୁଲି ଯାଇଥାଇପାରେ। ପ୍ରତିମାର ଜୀବନ ଉଜୁଡ଼ି ଯାଇଛି, ଧ୍ୱଂସ ତ ହୋଇନାହିଁ। ତେଣୁ ତାକୁ ପୁଣି ଥରେ ସଜଡ଼ା ଯାଇ ପାରିବ। ନହେଲେ ଦୁର୍ଲଭ ଜୀବନ ନଷ୍ଟ ହୋଇଯିବ। ନଷ୍ଟରେ ଅନ୍ୟର କ୍ଷତି କିଛି ହେବନି, ହେବ ନିଜର। ଶିକ୍ଷିତା ପ୍ରତିମା ଜୀବନର ଦୁଃଖ, ଯାତନା, ମନସ୍ତାପ ଭୋଗରେ ବି ଦମ୍ଭ ଧରି ଆଶାବାଦୀ ହୋଇଛି। ପ୍ରତିମା ନାୟକର ବ୍ୟକ୍ତି ପ୍ରତିନିଧିମୂଳକ ପ୍ରତୀକ ଶ୍ରେଣୀୟ କବିତାର ଏହାହିଁ ବୈଶିଷ୍ଟ୍ୟ। ଲୋକପ୍ରିୟ ହେବାର ଅନ୍ତରୀଣ ହେତୁ ସୁବୋଧ୍ୟ ଦୁର୍ବୋଧ୍ୟର ମିଶାମିଶି ସ୍ୱର ଅଛି। ସୃଜ୍ୟମାନ ମସ୍ତିଷ୍କ ଥିବା ପାଠକର ନିତାନ୍ତ ଚାହିଦା ଦରକାର କି କବିତାକୁ ପୂର୍ଣ୍ଣ ଉପଭୋଗ ସକାଶେ। କବିତା ପଠନରେ ପୂର୍ଣ୍ଣ ଉପଭୁକ୍ତ ହେଲେ ଯାଇ ପାଠକର ପଠନର ମର୍ଯ୍ୟାଦା ରହେ।